ଥରେ ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ମୁଁ ସବୁ ଭାଇ ଭଉଣୀମାନଙ୍କୁ ବନ୍ଧୁ ବାନ୍ଧବକୁ ଧନ୍ୟବାଦ ଜଣାଉଛି ଯେହେତୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ ଯୋଗ ଦେଉଛନ୍ତି। ମୁଁ ଆଶା କରୁଛି ଆମ ଓଡ଼ିଆ ସାବ ସ୍କୁଲ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ ମାନସିକ ରୂପେ ସାହାଯ୍ୟ କରୁଅଛି। ଆପଣଙ୍କ ସମ୍ପର୍କ ପରମେଶ୍ୱରଙ୍କ ସମ୍ପର୍କ ଏକ ଘନିଷ୍ଠ ରୂପେ ଗଠିତ ହେଉଅଛି ବୋଲି ମୁଁ ଆଶା କରୁଅଛି। ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଦେଖିବା। ଆଉ ଏହି ସପ୍ତାହର ପାଠ ହେଉଛି ମୋଟିଭେଟେଡ୍ ବାୟ ହୋପ୍, ଆଶା ଦ୍ୱାରା ପ୍ରେରିତ। ଏହା ସ୍ପଷ୍ଟ ରୂପେ ଜାଣିବା ପୂର୍ବେ ଚାଲନ୍ତୁ ଆମେ ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ଏକ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ସାବ ସ୍କୁଲ ପାଠ ପଢ଼ିବା ପାଇଁ ଆମେ ଯାଉଅଛୁ, ଏହା ବୁଝିବା ପାଇଁ ଏମାନଙ୍କୁ ଶକ୍ତିରେ ଜ୍ଞାନରେ ବୁଦ୍ଧିରେ ପରିପୂର୍ଣ୍ଣ କର, ଆଉ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଆଉ ପରିଶେଷ ଯେବେ ତୁମେ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଚାଲନ୍ତୁ ଆମେ ଏହି ସପ୍ତାହର ପାଠ ଆରମ୍ଭ କରିବା। ଆଉ ଏହି ସପ୍ତାହର ପାଠ ହେଉଛି ଆଶା ଦ୍ୱାରା ପ୍ରେରିତ। ଆଶା ଦ୍ୱାରା ପ୍ରେରିତ। ଆମ ଯୋଉ ସ୍ୱର୍ଣ୍ଣ ପଦ ନିଆଯାଇଅଛି ଇଶାୟ 25:9। ପୁଣି ସେ ଦିନ ଏହି କଥା କୁହାଯିବ, ଦେଖ ଏହି ଆମ୍ଭମାନଙ୍କ ପରମେଶ୍ୱର, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ ଓ ସେ ଆମମାନଙ୍କୁ ଉଦ୍ଧାର କରିବେ। ଏ ସଦାପ୍ରଭୁ ଅଟନ୍ତି, ଆମ୍ଭେମାନେ ତାହାଙ୍କୁ ଅପେକ୍ଷା କରିଅଛୁ, ଆମ୍ଭେମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ ହୋଇ ଉଲ୍ଲାସ କରିବୁ। ଏହିପରି ଯିଶାୟ ଭବିଷ୍ୟତ ବକ୍ତା ଯୀଶୁଙ୍କ ଆଗମନ ବିଷୟରେ କହନ୍ତି। ପୁରାତନ ନିୟମରେ ପାଉଅଛୁ ଯୀଶୁଙ୍କ ଆଗମନ ବିଷୟରେ, ନୂତନ ନିୟମରେ ଆମେ ପାଉଅଛୁ ଯୀଶୁଙ୍କ ଆଗମନ ବିଷୟରେ। ଯେପରି ଯିଶାୟ ଭବିଷ୍ୟତ ବକ୍ତା ଆମମାନଙ୍କୁ ଯିଶାୟ 25:19 କହନ୍ତି କି ସେହି ଦିନ ଏହି କଥା କୁହାଯିବ କି ପରମେଶ୍ୱର, ଆମମାନଙ୍କ ପରମେଶ୍ୱର, ଆମମାନେ ତାହାଙ୍କୁ ଅପେକ୍ଷା କରୁଅଛୁ ବୋଲି ଓ ସେ ଆମମାନଙ୍କ ଉଦ୍ଧାର କରିବେ ବୋଲି। ଏ ସଦାପ୍ରଭୁ ଅଟନ୍ତି ବୋଲି ଆମମାନେ ତାହାଙ୍କୁ ଅପେକ୍ଷା କରୁଅଛୁ, ଆମମାନେ ତାହାଙ୍କ କୃତ ପରିତ୍ରାଣରେ ଆନନ୍ଦିତ। ଏହିପରି ଯିଶାୟ ଭବିଷ୍ୟତ କହୁଅଛନ୍ତି। ବନ୍ଧୁ, ଯୀଶୁଙ୍କ ଦ୍ୱିତୀୟ ଆଗମନ ଶାସ୍ତ୍ରର ଏକ ମୁଖ୍ୟ ବିଷୟ। ଯଦି ଆମେ ଆଦି ପୁସ୍ତକଠୁ ପ୍ରକାଶିତ ପୁସ୍ତକ ଦେଖିବା, ସେଠି ଯୀଶୁଙ୍କ ଆଗମନ ଏକ ମୁଖ୍ୟ ବିଷୟ ଅଟେ। ଯେପରିକି ଆମେ ପାଉଛୁ ଯୀଶୁଙ୍କ ଆଗମନ ବିଷୟରେ ପୁରାତନରେ ପ୍ରାୟ 1845 ଥର ଲେଖାଯାଇଅଛି କି ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି ବୋଲି। ଆଉ ନୂତନ ନିୟମରେ 260 ଅଧ୍ୟାୟରେ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ 300ରୁ ଅଧିକ ସନ୍ଦର୍ଭ ଅଛି ବୋଲି ଆମେ ଦେଖୁଅଛୁ। ଆଉ ମନେ ରଖନ୍ତୁ ବନ୍ଧୁ, ପ୍ରତ୍ୟେକ 25 ପଦରୁ ଗୋଟିଏ ପଦ ଯୀଶୁଙ୍କ ଆଗମନ ବିଷୟରେ କହୁଅଛି ବୋଲି ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ତାହାଙ୍କ ବିଷୟରେ ଅଧିକ ଭାବରେ ଆମେ ଜାଣିବା। ତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରତିଜ୍ଞା ବା ତାହାଙ୍କ ଆଗମନ ପ୍ରତିଜ୍ଞା, ଯାହା ଆମେ ପାଉଅଛୁ କି ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସିବେ ବୋଲି।
ତାଙ୍କ ପ୍ରତ୍ୟାବର୍ତ୍ତନ ପ୍ରତିଜ୍ଞା ପ୍ରୋଟେଷ୍ଟାଣ୍ଟ ସଂସ୍କାରକ ଏବଂ ତୀର୍ଥଯାତ୍ରୀଙ୍କ ମାନେ ହଲେଣ୍ଡରୁ ନୂତନ ବିଶ୍ୱାସକୁ ଯାଇ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିଥିଲେ। ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ଏକ ଆନନ୍ଦଦାୟକ ଘଟଣା ଥିଲା, ଯାହାକୁ ସେମାନେ ଉତ୍ସାହର ସହିତ ଆଶା କରିଥିଲେ। ଯେପରିକି ଜନ୍ ୱିକ୍ଲିଫ୍ ଖ୍ରୀଷ୍ଟଙ୍କ ଆଗମନକୁ ଚର୍ଚ୍ଚର ଆଶା ଭାବରେ ଅପେକ୍ଷା କରୁଥିଲେ। ଜନ୍ ୱିକ୍ଲିଫ୍ ଆମେ କହୁଛୁ ପ୍ରଭାତ ତାରା, ଯେହେତୁ ଜନ୍ ୱିକ୍ଲିଫ୍ ଯୀଶୁଖ୍ରୀଷ୍ଟଙ୍କ ଆଗମନ ବିଷୟରେ ସେ କହିଥିଲେ। ଜନ୍ ୱିକ୍ଲିଫ୍ ଖ୍ରୀଷ୍ଟଙ୍କ ଆଗମନ ଚର୍ଚ୍ଚର ଆଶା ଭାବରେ ଅପେକ୍ଷା କରୁଥିଲେ ବୋଲି ଆମେ ଦେଖୁଅଛୁ। ଆଉ ଯେତେବେଳେ ସେ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରତ୍ୟାବର୍ତ୍ତନ ବିଷୟରେ କହିଥିଲେ ବା ଆଗମନ ବିଷୟରେ କହିଥିଲେ, ସେତେବେଳେ ସମସ୍ତ ସଂସ୍କାରକ ମାନଙ୍କ ପାଇଁ କଲବିନ କରିଥିଲା, ଯାହା ଆମେ କହୁଛୁ ରିଫର୍ମର୍ସ। ସମସ୍ତ ସଂସ୍କାରଙ୍କ ପାଇଁ ଏକ କଲବିନ ଥିଲା ବୋଲି ଆମେ ଦେଖୁଅଛୁ। ପରମେଶ୍ୱରଙ୍କ ବିଶ୍ୱସ୍ତ ପୁରୁଷ, ପରମେଶ୍ୱରଙ୍କ ବିଶ୍ୱସ୍ତ ମହିଳାମାନେ ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବିଷୟରେ କିଛି ଆଲିଙ୍ଗନ ହେବା ଉଚିତ, ଭୟଭୀତ ହେବା କିଛି ଦରକାର ନାହିଁ। ଯେପରିକି ଜହନ 14:1-3 ଆମେ ପାଉଛୁ ଯୀଶୁଖ୍ରୀଷ୍ଟଙ୍କ ପ୍ରତିଜ୍ଞା, ଯାହା ଆପଣା ଶିଷ୍ୟମାନଙ୍କୁ କହିଥିଲେ। ସେ କହିଲେ କି ତୁମର ହୃଦୟ ଉଦ୍ବିଗ୍ନ ନ ହଉ, ତୁମେ ଚିନ୍ତା କର ନାହିଁ, ତୁମେ ଭୟ କର ନାହିଁ। ମୁଁ ଯାଉଅଛି ମୋ ପିତାଙ୍କ ପାଖକୁ, ମୋ ପିତାଙ୍କ ଗୃହରେ ଅନେକ ଘର ଅଛି। ମୁଁ ଯାଇ ଯେବେ ପ୍ରସ୍ତୁତ କରିବି, ମୁଁ ଫେର ଆସିବି, ଆଉ ମୁଁ ଯେଉଁଠାକୁ ଯିବି ସେଇଠାକୁ ତୁମମାନଙ୍କୁ ନେବି, ଆଉ ମୁଁ ଯେଉଁଠାରେ ଅଛି ସେଇଠାରେ ମୁଁ ଥିବି ବୋଲି ତୁମେ ଥିବ ବୋଲି ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ କହିଥିଲେ। ବନ୍ଧୁ, ଏହା ବିବାଦ ବା ସଂଘର୍ଷ ଏବଂ ଯୁଦ୍ଧର ସମାପ୍ତିକୁ ଅନୁମାନ କରେ। ଏହା ଭବିଷ୍ୟତ ଶାନ୍ତି, ସୁଖ ଏବଂ ଖ୍ରୀଷ୍ଟଙ୍କ ସହ ଚିରସ୍ଥାୟୀ ସହଭାଗୀ ବିଷୟରେ ପ୍ରାପ୍ତ କରେ। ପ୍ରଭୁଙ୍କ ଆଗମନ ସବୁ ଯୁଗରେ ତାଙ୍କର ପ୍ରକୃତ ଅନୁଗାମୀମାନଙ୍କ ଭରସା ଦେଇଥାଏ। ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ବିଷୟରେ ଅପେକ୍ଷା କରି ଅଛନ୍ତି, ବନ୍ଧୁ, ସେମାନଙ୍କୁ ଭରସା ଦେଇଥାଏ ବୋଲି ଆମେ ଦେଖୁଅଛୁ। ଅଲିଭେଟଙ୍କ ଉପରେ ତ୍ରାଣକର୍ତ୍ତା ବିଭାଜନ ପ୍ରତିଜ୍ଞା ଯେ ସେ ପୁନର୍ବାର ଆସିବେ ବୋଲି ତାଙ୍କ ଶିଷ୍ୟମାନଙ୍କ ପାଇଁ ଭବିଷ୍ୟତ ଆଲୋକିତ କଲେ କି ପୁନର୍ବାର ସେ ଆସିବେ। ତୁମର ହୃଦୟ ଉଦ୍ବିଗ୍ନ ନ ହଉ, କି ଭୟ କର ନାହିଁ, ମୁଁ ଆଉ ଥରେ ଆସିବି ବୋଲି ଆପଣା ଶିଷ୍ୟମାନଙ୍କୁ କହିଲେ। ସେମାନଙ୍କ ହୃଦୟକୁ ଆନନ୍ଦରେ ଭରିଦେଲେ ଏବଂ ଆଶାରେ ଭରିଦେଲେ। ଦୁଃଖ ହୋଇପାରିବ ନାହିଁ କିମ୍ବା ପରୀକ୍ଷା ଦୁର୍ବଳ କରିପାରିବ ନାହିଁ ଯେବେ ଆମର ଏହିପରି ଭରସା ଥାଏ। ଦୁଃଖ ନିର୍ଯାତନା ମଧ୍ୟରେ ମୁଁ ସେହି ମହାନ ପରମେଶ୍ୱର ଏବଂ ଆମର ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅଭିବାର୍ତ୍ତା ହେଉଛି ଆଶୀର୍ବାଦର ଭରସା। ପ୍ରଭୁଙ୍କ ଆଗମନ ସେମାନଙ୍କ ଗୁରୁ ପାଉଲ ପୁନରୁତ୍ଥାନ ସୂଚାଇ ଦେଲେ। ଉଦ୍ଧାରକାରୀଙ୍କ ଆଗମନରେ ତାପରେ ଖ୍ରୀଷ୍ଟଙ୍କ ଠାରେ ମୃତ୍ୟୁ ମାନେ ପୁନରୁତ୍ଥିତ ହେବା ଉଚିତ ଏବଂ ଜୀବନ୍ତଙ୍କ ସହିତ ପ୍ରଭୁଙ୍କ ଆଶାରେ ଭେଟିବା ପାଇଁ କରାଯିବା ଉଚିତ। ବନ୍ଧୁ, ଏହି ଆଶାରେ ଆମେ ଥିବା ଉଚିତ। ସେ କହିଲେ, ଏବଂ ଆମେମାନେ କେବଳ ପ୍ରଭୁଙ୍କ ସହିତ ରହିବୁ। ତେଣୁ ଏହି ବାକ୍ୟ ଗୁଡ଼ିକ ଦ୍ୱାରା ପରସ୍ପରକୁ ସାନ୍ତ୍ୱନା ଦିଅ। ବନ୍ଧୁ, ଯୀଶୁଖ୍ରୀଷ୍ଟ ବହୁ ଶୀଘ୍ର ଅଛନ୍ତି, ଆଉ ସେ ଆମମାନଙ୍କୁ ନେଇଯିବେ। ଆମର କର୍ତ୍ତବ୍ୟ ହେଉଛି ଆମେ ଅପେକ୍ଷା କରିବା।
समय को अपेक्षा करिबा जीसु ख्रीष्ट बहु शीघ्र आसुअछंती आओ आमाने अपेक्षारे थिबाकू पड़िबो जेहेतु जीसु ख्रीष्ट आउछंती 1900 शताब्दीर लोकप्रिय प्रचारक माने शिक्षा देइथिले जे बंधु ख्रीष्ट पृथ्वी रे तांको राज्य प्रतिष्ठा करिबाकू आसीबे ख्रीष्ट तांको राज्य एही पृथ्वी रे प्रतिष्ठा करिबाकू आसीबे एवं 1000 वर्ष शांति प्रतिष्ठा करिवे बोली बंधु जो पृथ्वी रे वर्तमान आमे बास करूअछु शांति रे केबेले आमे बास करूना दुख कष्ट बाधा ताड़ना अत्याचार यही सम्मुखीन करी आमे रहुअछु आ जेबे जीसु ख्रीष्ट आसीबे पवित्र शास्त्र मान कहुछि 1000 वर्ष शांति रे करिवे बोली यह आध्यात्मिक अस्थिरता एवं आध्यात्मिक मूल्यबोध प्रति उदासीन प्रतिबद्धता सृष्टि कला ସେହି ବୋଲି ଖ୍ରୀଷ୍ଟଙ୍କ ଶିଷ୍ୟମାନେ ଖ୍ରୀଷ୍ଟଙ୍କ ଆଗମନର ପ୍ରକୃତିକୁ ବୁଝିଥିଲେ ସେମାନେ ଭାବିଲେ ଯେ ସେ ଜଣେ ବିଜେତା ପ୍ରତିନିଧି ଭାବରେ ଆସିବେ ଯିଏ ରୋମର ଦାସତ୍ୱରୁ ଜୁଆଲି ଭାଙ୍ଗିବେ ଯିଏ ସେମାନଙ୍କୁ ପାପରୁ ନିନ୍ଦା ଏବଂ ବନ୍ଧନରୁ ଉଦ୍ଧାର କରିବେ ଏପରି ସେମାନେ ତାଙ୍କ ଆଗମନ ପଦ୍ଧତିକୁ ବୁଝିପାରି ବିଫଳ ହୋଇଥିଲେ ବୋଲି ଦେଖୁଅଛୁ ବନ୍ଧୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପ୍ରଥମ ଥର ବେଥାଲେମ ଗୁଆଳ କୁଣ୍ଡରେ ଶିଶୁ ରୂପେ ଜନ୍ମ ନେଇଥିଲେ ଯେତେବେଳେ ସେ ଦ୍ୱିତୀୟ ଥର ଆସିବେ ପବିତ୍ର ଶାସ୍ତ୍ର ବାଇବଲ କହୁଛି ପ୍ରଥମ ଥର ସେ ଆସିଥିଲେ ଗୁଆଳ କୁଣ୍ଡରେ ସେ ଜନ୍ମ ନେଇଥିଲେ ବର୍ତ୍ତମାନ ସେହିପରି ଆସିବେ ନାହିଁ ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଛି ବନ୍ଧୁ କି ପ୍ରତ୍ୟେକ ଆଖି ତାଙ୍କୁ ଦେଖିବେ ଯେଉଁମାନେ ତାଙ୍କୁ ମୃତ୍ୟୁ ଦେଇଛନ୍ତି ସେମାନେ ଦେଖିବେ ଯେଉଁମାନେ ତାଙ୍କୁ ତାଡ଼ନା ଦେଇଥିଲେ ସେମାନେ ଦେଖିବେ ପ୍ରତ୍ୟେକ ଆଖି ଦେଖିବ ବୋଲି ଆମେ ଦେଖୁଅଛୁ ପୃଥିବୀର ପ୍ରତ୍ୟେକ ମନୁଷ୍ୟ ତାଙ୍କ ଗୌରବ ଦେଖିବେ ପ୍ରତ୍ୟେକ ଲୋକ ତାଙ୍କ ମହିମା ଦେଖିବେ ଅନ୍ଧ ଦେଖିବ ଯାହାର ଆଖି ନାହିଁ ଦେଖିପାରିବ ଯେ କହିପାରିବନି ସେ ବି ଦେଖିପାରିବ ଛୋଟା ଦେଖିପାରିବ ସମସ୍ତେ ଦେଖିବେ ବୋଲି ଆମେ ଦେଖୁଅଛୁ ପ୍ରକାଶିତ ସବୁଠାରୁ ମହାନ ଏବଂ ତଥାପି ସବୁଠାରୁ ଗୌରବର ସତ୍ୟ ହେଉଛି ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି ବହୁ ଶୀଘ୍ର ଆସୁଛନ୍ତି ତାଙ୍କ ଆଗମନ ବହୁ ଶୀଘ୍ର ଖ୍ରୀଷ୍ଟ ଦ୍ୱିତୀୟ ଥର ଆସିବେ ଆଉ ଆମମାନଙ୍କୁ ସମସ୍ତଙ୍କୁ ସେ ସ୍ୱର୍ଗ ରାଜ୍ୟ ନେବେ ପୁନର୍ବାର ତାଙ୍କ ବାସନ୍ଦାକୁ ଫେରାଇ ଆଣ ଦ୍ୱିତୀୟ ଆଗମନ ଉପଦେଶ ହେଉଛି ପବିତ୍ର ଶାସ୍ତ୍ରର ମୁଖ୍ୟ ବିଷୟ ବନ୍ଧୁ ଯାହା ମୁଁ ଆପଣମାନଙ୍କୁ ପ୍ରଥମରେ କହିସାରିଛି ଯେଉଁଦିନ ପ୍ରଥମ ଯୋଡ଼ି ଏଦନରେ ସେମାନଙ୍କ ଦୁଃଖ ପଦପେକ୍ଷ ଗ୍ରହଣ କଲେ ସେହି ଦିନ ଠାରୁ ବିଶ୍ୱାସ ପିଲାମାନେ ବିନାଶକାରୀ ଶକ୍ତି ଭାଙ୍ଗିବା ଏବଂ ପୁନର୍ବାର ହଜି ଯାଇଥିବା ପରାଦୀପକୁ ଆଣିବା ପାଇଁ ପ୍ରତିଜ୍ଞା କରାଯାଇଥିଲା ବ୍ୟକ୍ତିଙ୍କ ଆଗମନକୁ ଅପେକ୍ଷା କରାଯାଇଥିଲା ବୋଲି ଆମେ ଏଲେନ୍ ଜି ହ୍ୱାଇଟ୍ ଦି ଗ୍ରେଟ୍ ବା ସେହି ମହାନ ପୃଷ୍ଠା 269ରେ ଆମେ ଦେଖୁଛୁ ଏଲେନ୍ ଜି ହ୍ୱାଇଟ୍ ଜଣେ ଭବିଷ୍ୟତ ବନ୍ଧୁ ତାହେଲେ ଚାଲନ୍ତୁ ଆମେ ଆଗକୁ ଯିବା ୱିଲିୟମ ମିଲର ଏବଂ ବାଇବଲ କେବଳ ପରମେଶ୍ୱରଙ୍କ କେବଳ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଧାର୍ମିକତା ବିଷୟରେ ସତ୍ୟକୁ ପୁନର୍ବାର ଆବିଷ୍କାର କରିବା ପାଇଁ ପ୍ରୋଟେଷ୍ଟାଣ୍ଟ ସଂସ୍କାରକ ମାନେ ବ୍ୟବହାର କଲେ ଯେପରି ଖ୍ରୀଷ୍ଟଙ୍କ ଦ୍ୱିତୀୟ ଆଗମନ ବିଷୟରେ
ସତ୍ୟକୁ ପୁନର୍ବାର ଆବିଷ୍କାର କରିବା ପାଇଁ ୱିଲିୟମ ମିଲର ଏହା ବ୍ୟବହାର କରିଥିଲେ। ଯେହେତୁ ମିଲର ଶାସ୍ତ୍ର ଅଧ୍ୟୟନ କରିଥିଲେ, ସେ ଜଣେ ଖ୍ରୀଷ୍ଟଙ୍କ ଆବିଷ୍କାର କରିଥିଲେ, ଯିଏ ତାଙ୍କୁ କଳ୍ପନା କରିବା ଅପେକ୍ଷା ତାଙ୍କୁ ଅଧିକ ଭଲ ପାଉଥିଲେ ବୋଲି ଆମେ ଦେଖୁଅଛୁ। ତାଙ୍କର ବାଇବଲ, ଗୋଟିଏ କଲମ ଏବଂ ଏକ ନୋଟବୁକ୍ ସହିତ ସେ ଆଦି ପୁସ୍ତକରୁ ପଢ଼ିବା ଆରମ୍ଭ କଲେ ଏବଂ ହାତରେ ଥିବା ପାସ୍ ବୁଝିବା ଠାରୁ ଅଧିକ ଶୀଘ୍ର ପଢ଼ିଥିଲେ ବୋଲି ଆମେ ଦେଖୁଅଛୁ। ଶାସ୍ତ୍ର ସହିତ ଶାସ୍ତ୍ର ତୁଳନା କରିବାକୁ ଲାଗିଲେ, ପଦ ସହିତ ପଦ ଏଇଠି ସେଇଠି ଦେଖିଲେ, ଆଉ ସେ ବୁଝିବାକୁ ଚେଷ୍ଟା କଲେ ବୋଲି ଆମେ ଦେଖୁଅଛୁ। ବନ୍ଧୁ, ୱିଲିୟମ ମିଲର ଶାସ୍ତ୍ର ସହିତ ଶାସ୍ତ୍ର ତୁଳନା କରିଥିଲେ। ବାଇବଲର ରହସ୍ୟ ପାଇଁ ଖୋଲା ଯାଇଥିଲା ବୋଲି ଆମେ ଦେଖୁଅଛୁ। ସେ ଲୁଚି ରହିଥିବା ଧନ ଖୋଜୁଥିବା ପରି ଜଣା ପଡ଼ିଲା। ତାଙ୍କୁ ପୁରସ୍କୃତ କରାଯାଇଥିଲା ବୋଲି ଆମେ ଦେଖୁଛୁ। ପବିତ୍ର ଆତ୍ମା ତାଙ୍କୁ ବୁଝାମଣା ପାଇଁ ପରମେଶ୍ୱରଙ୍କ ବାକ୍ୟ ଖୋଲିଲେ। ପରମେଶ୍ୱରଙ୍କ ବାକ୍ୟ ଖୋଲିଲେ ସେଇ ପବିତ୍ର ଆତ୍ମା ଯେପରି ୱିଲିୟମ ମିଲର ଈଶ୍ୱରଙ୍କ ବାକ୍ୟକୁ ବୁଝିପାରିବେ, ଯେପରି ସେ ବାକ୍ୟ ଅନୁସାରେ ଅନୁସନ୍ଧାନ ଯାହା କରୁଛନ୍ତି ତାହା ଜାଣିପାରିବେ। ସେ ଅଧ୍ୟୟନ କରୁଥିବା ବାଇବଲ ଶାସ୍ତ୍ର ଗୁଡ଼ିକ ପରି ବାଇବଲ ଅଧ୍ୟୟନରେ ସମାନ ପରିଶ୍ରମ ସହିତ ଭବିଷ୍ୟତବାଣୀକୁ ନେଉଥିଲା, ଯାହା ଆମେ ଦାନିଏଲ 1:17, ଦାନିଏଲ 2:45 ଆଉ ପ୍ରଥମ ପିତର 1:10-11 ଯଦି ପଢିବା, ସେଠି ଆମେ ଏହିପରି ପାଉଛୁ। ଏବଂ ପ୍ରକାଶିତ ବାକ୍ୟ 1:1-3। ବନ୍ଧୁ, ଭବିଷ୍ୟତବାଣୀ ପୁସ୍ତକ ଗୁଡ଼ିକର ଥିବା ପ୍ରତୀକ ଗୁଡ଼ିକ ରହସ୍ୟରେ ବନ୍ଧ ହୋଇନଥିଲା। ମନେ ରଖନ୍ତୁ, ଭବିଷ୍ୟତବାଣୀ ପୁସ୍ତକ ଗୁଡ଼ିକରେ ଥିବା ପ୍ରତୀକ ଗୁଡ଼ିକ ରହସ୍ୟରେ ବନ୍ଦ ହୋଇନଥିଲା। ଏହି ଦୁନିଆରେ ଖୁବ୍ ଶୀଘ୍ର ହେବାକୁ ଥିବା ଜଳବାୟୁ ଘଟଣା ଗୁଡ଼ିକ ପାଇଁ ଆମକୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ରେମ ଈଶ୍ୱର ଆମକୁ ତାଙ୍କ ଭବିଷ୍ୟତବାଣୀ ଦେଇଛନ୍ତି। କେ ଆମ ପ୍ରେମୀୟ ଈଶ୍ୱର, ଆମର ତ୍ରାଣକର୍ତ୍ତା, ଆମର ପ୍ରଭୁ। ଯାହା ଯାହା ଏହି ପୃଥିବୀରେ ଘଟିବାକୁ ଯାଉଛି ତାହା ଆମମାନଙ୍କୁ ଏହି ଭବିଷ୍ୟତବାଣୀ ପୁସ୍ତକରେ ଦେଇଛନ୍ତି, ଯେପରିକି ଆମମାନେ ଜାଣିପାରିବା, ଯେପରିକି ଆମମାନେ ବୁଝିପାରିବା। ବନ୍ଧୁ, ୱିଲିୟମ ମିଲର ସ୍ପଷ୍ଟ ଭାବରେ ବୁଝିଥିଲେ ଯେ ଭବିଷ୍ୟତବାଣୀ ଏହାର ନିଜର ଶ୍ରେଷ୍ଠ ଅନୁବାଦ। ଭବିଷ୍ୟତବାଣୀ ପ୍ରତୀକ ଗୁଡ଼ିକ ବାଇବଲ ଦ୍ୱାରା ସ୍ପଷ୍ଟ ହୋଇଅଛି ବୋଲି ସେ ଭଲ ଭାବରେ ବୁଝିଥିଲେ। ବନ୍ଧୁ, ଯାହା ବୁଝିବାର ଆମର ବି ଦରକାର ଅଛି। ଦାନିଏଲ 16:23 ଯଦି ଆମେ ପଢିବା, ପ୍ରକାଶିତ ତାର 17-15 ଯଦି ପଢିବା, ସେଠି ମହିଳା ମଣ୍ଡଳୀକୁ ପ୍ରତିଧ୍ୱନି କରୁଛି। ଦାନିଏଲ ଏବଂ ପ୍ରକାଶିତ ସମୟର ଭବିଷ୍ୟତବାଣୀ ମଧ୍ୟରେ ସଂକେତିତ ଭାଷାରେ ଦିଆଯାଇଛି। ଗୋଟିଏ ଭବିଷ୍ୟତବାଣୀ ଦିନ ଗୋଟିଏ ଆକ୍ଷରିକ ବର୍ଷ ପ୍ରତିନିଧି କରିଥାଏ, ଯାହା ଆମେ ଗତ ସପ୍ତାହରେ ପଢିଥିଲୁ, ଯାହା ଆମେ ଗତ ସପ୍ତାହରେ ଅଧ୍ୟୟନ କରିଥିଲୁ, ଯାହାକି ଗଣନା ପୁସ୍ତକ ତାର 14-32, ଏଜ୍ରା 4:6। ଯଦି ଆପଣମାନଙ୍କୁ ସମୟ ଅଛି, ଦୟାକରି ଏହା ପଢନ୍ତୁ। ସେଥିରେ ଆମେ ଜାଣିବା କିପରି ଏକ ଦିନକୁ ଏକ ବର୍ଷ ଦର୍ଶାଉଅଛି। ଆଉ ସେହି ଆଧାରରେ ୱିଲିୟମ ମିଲର ବାଇବଲ ବ୍ୟାଖ୍ୟାର এই ନୀତି ଗୁଡ଼ିକୁ ପ୍ରୟୋଗ କରିଥିଲେ। ବନ୍ଧୁ, ଆଉ ପ୍ରୟୋଗ କରିଥିଲେ, ଆଉ ଯେ କି ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ସମୟ ବୋଲି ବିଶ୍ୱାସ କରୁଥିଲେ। ବିଷୟ ଉପରେ ଯାହା ପ୍ରକାଶ କରୁଥିଲା ସେଥିରେ ସେ ଆଶା ହୋଇଥିଲେ ବୋଲି ଆମେ ଦେଖୁଅଛୁ। ଭବିଷ୍ୟତବାଣୀ ପ୍ରତୀକ ବିଷୟରେ ଏକ ସଠିକ ବୁଝାମଣା ବିଶ୍ୱାସ ପାଇଁ କାହିଁକି ଆମମାନଙ୍କୁ ଏତେ ଗୁରୁତ୍ୱପୂର୍ଣ୍ଣ, ଟିକେ ଚିନ୍ତା କରନ୍ତୁ।
विलियम मिलर देखिले जे भविष्य वक्ता द्वारा पूर्वानुमान କରାଯାଇଛି ଘଟଣା ଗୁଡ଼ିକ ସଠିକ ଭାବରେ ପୂରଣ ହେଉଛି। ଅବ୍ରାହମ ବଂଶଧର 400 ବର୍ଷ ଇସ୍ରାଏଲ 40 ବର୍ଷ ମରୁଭୂମିରେ ବୁଲିବା, ଇସ୍ରାଏଲ 70 ବର୍ଷ ବନ୍ଦୀ ହେବା ଏବଂ ଦାନିଏଲ 70 ସପ୍ତାହ ଇସ୍ରାଏଲ, ଯାହା ଆମେ ଆଦି ପୁସ୍ତକ ତାର 15, 13 ଗଣନା 14, 35, ଜିରିମିୟ 35, 11 ଏବଂ ଦାନିଏଲ 9, 24 ଆମେ ଦେଖୁଅଛୁ। ବନ୍ଧୁ, ଯେହେତୁ ମିଲର ଭବିଷ୍ୟତବାଣୀକୁ ଗୁଡ଼ିକ ଅଧ୍ୟୟନ କରୁଥିଲେ, ଶାସ୍ତ୍ର ସହିତ ଶାସ୍ତ୍ର ତୁଳନା କରୁଥିଲେ, ସିଦ୍ଧାନ୍ତ ସହିତ ସିଦ୍ଧାନ୍ତ ତୁଳନା କରୁଥିଲେ, ଯେ ଯଦି ବାଇବଲ ପରମେଶ୍ୱର ଏକ ଇସ୍ରାଏଲୀୟ ସମୟ ସୀମା ଥାଏ, ତେବେ ଆମର ପ୍ରଭୁଙ୍କ ଦ୍ୱିତୀୟ ଆସିବା ସମୟ ପରମେଶ୍ୱର ଏକ ଈଶ୍ୱରୀୟ ସମୟ ନିର୍ଘଣ୍ଟ ରହିବା ଆବଶ୍ୟକ ବୋଲି ସେ ମନେ କଲେ। ବନ୍ଧୁ, विलियम मिलर ଲୋକପ୍ରିୟ ଦୃଶ୍ୟକୁ ଗ୍ରହଣ କଲେ ଯେ ପବିତ୍ର ସ୍ଥଳୀ ପରିଷ୍କାର, ଯାହାକି ଆମେ ପାଉଛୁ ଦାନିଏଲରେ, ହେଉଛି ପୃଥିବୀକୁ ଅଗ୍ନିରେ ବା ଅଗ୍ନି ଦ୍ୱାରା ଶୁଦ୍ଧ କରିବା। ସେ ଏପରି ମହତ୍ୱପୂର୍ଣ୍ଣ ଘଟଣାକୁ ବୁଝିବା ପାଇଁ ଯତ୍ନ ସହ ଧ୍ୟାନ କରିଥିଲେ। ସେ ଦାନିଏଲ ଏବଂ ଦାନିଏଲ ମଧ୍ୟରେ ଥିବା ସମ୍ପର୍କୀୟ ଆବିଷ୍କାର କରିଥିଲେ। ବନ୍ଧୁ, ଅଧ୍ୟାୟ ଶେଷ ସୁଦ୍ଧା ଦାନିଏଲ 8ରୁ ସମ୍ପୂର୍ଣ୍ଣ ଦର୍ଶନର ଏକମାତ୍ର ଅଂଶ ଅବିସ୍ମରଣୀୟ ହୋଇ ରହିଥିଲା। ଦାନିଏଲ ନିକଟକୁ ଫେରି ଘୋଷଣା କଲେ, ସେ ଏହିପରି ଘୋଷଣା କଲେ ଯେ ମୁଁ ବର୍ତ୍ତମାନ ତୁମକୁ ବୁଦ୍ଧିର କୌଶଳ ଦେବା ପାଇଁ ବାହାରି ଅଛି। ବନ୍ଧୁ, ତାହେଲେ ଏହି ଯୋଉ 2300 ଦିନ ବିଷୟରେ ବୁଝିବାରେ ସାହାଯ୍ୟ କରେ, ଯାହା ଆମେ ଦାନିଏଲ 9:2 ଆଉ ଯାହା ଆମେ ପଢିଲୁ ବର୍ତ୍ତମାନ। ଦାନିଏଲ ଏହି ବିଷୟକୁ ବିଚାର କରେ ଏବଂ ଦର୍ଶନରୁ ବୁଝାଇବା ପାଇଁ ଆଦେଶ ପାଇପାରେ ବୋଲି ଦାନିଏଲ 9 ଆମେ ଦେଖୁଅଛୁ। ଦୂତଙ୍କ ପ୍ରଥମ ବାକ୍ୟ ଗୁଡ଼ିକ ହେଲା, ତୁମର ଲୋକମାନେ ବା ଲୋକମାନଙ୍କ ପାଇଁ 1 ଏବଂ 70 ସପ୍ତାହ ସ୍ଥିର ହୋଇଅଛି ବୋଲି ଦାନିଏଲକୁ ସେ କହିଥିଲେ। 70 ସପ୍ତାହ କେତେ ଦିନ? 490 ଦିନ। ଆଉ ବାଇବଲ ପ୍ରକାର ଯଦି ଆମେ ଦେଖିବା, 490 ଦିନ ହଉଛି 490 ବର୍ଷ। ତାହେଲେ 2300 ଦିନର ଦର୍ଶନ ଷଷ୍ଠ ଭାବରେ, ଯାହା ଆମେ ଦାନିଏଲ 8ରେ ଦେଖୁଅଛୁ, କି ଏକମାତ୍ର ଅଂଶ ଯାହା ଦାନିଏଲ ବୁଝି ପାରିଲେ ନାହିଁ ଏବଂ ବର୍ତ୍ତମାନ ଦୂତ ତାହାକୁ ବୁଝେଇଲେ। କଣ ବୁଝେଇଲେ? ସେ କହିଲେ 70 ସପ୍ତାହ ପ୍ରାରମ୍ଭ ବିନ୍ଦୁ ଜେରୁସାଲେମର ପୁନରୁଦ୍ଧାର ଏବଂ ନିର୍ମାଣ ପାଇଁ ନିର୍ଦ୍ଦେଶ ଆରମ୍ଭ ହେଲା ବୋଲି। ତାପରେ ଏହି ବିଷୟରେ ମିଲର ଜାଣିଥିଲେ ଯେ ଯଦି ତାଙ୍କର ସହିତ ତାରିଖ ଥାଏ, ତେବେ ସେ ଆରମ୍ଭ ଜାଣିପାରିବେ। 70 ସପ୍ତାହ 2300 ଦିନର ଭବିଷ୍ୟତବାଣୀ। ଚାଲନ୍ତୁ ଦୀର୍ଘତମ ଭବିଷ୍ୟତବାଣୀ ସମୟ ଦେଖିବା। ପାରସ୍ୟରେ ଇସ୍ରାଏଲ ମାନେ ବନ୍ଧୁମାନଙ୍କ ସେମାନଙ୍କ ମନ୍ଦିର ପୁନର୍ନିର୍ମାଣ ପାଇଁ ମୁକ୍ତ ହେବାକୁ ଅନୁମତି ଦେବା ପାଇଁ ଏହି ନିର୍ଦ୍ଦେଶ କେବେ ଦିଆଯାଇଥିଲା? ଯଦି ଆମେ ଦେଖିବା 457 ଖ୍ରୀଷ୍ଟାବ୍ଦରେ ପାରସ୍ୟ ରାଜା ଆର୍ଟାକ୍ସସ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା ଦେଖୁଅଛୁ।
ଯେପରି 70 ସପ୍ତାହ ବିଷୟରେ ଯିହୁଦୀମାନଙ୍କ ଜେରୁସାଲେମଙ୍କ ପୁନର୍ନିର୍ମାଣ ଏବଂ ମନ୍ଦିର ପୂଜା ସେବା ପୁନଃସ୍ଥାପନ କରିବାକୁ ଅନୁମତି ଦେବା ପାଇଁ ଏହି ଆଦେଶ 3ଟି ଆଦେଶରେ ଶେଷ ଥିଲା। ଦ୍ୱିତୀୟ ଆଦେଶଟି ଅତ୍ୟନ୍ତ ସମ୍ପୂର୍ଣ୍ଣ ଥିଲା ଏବଂ 2300 ଦିନର ଭବିଷ୍ୟବାଣୀର ଆରମ୍ଭ ଅଟେ। ଯଦି ଆମେ ପଢିବା ଦାନିଏଲ 25 ଆଉ 26 ଆମେ ସେଠି ଦେଖୁଛୁ ସମଗ୍ର ଭବିଷ୍ୟବାଣୀ ସମୟ କେବଳ ଆରମ୍ଭ କରୁଛୁ। ଆଉ ଏହି ପଦ ଗୁଡିକ ଆମମାନଙ୍କୁ ଦେଖାଏ ଯେ ବା ଏହି ପଦ ଗୁଡିକ ଆମମାନଙ୍କୁ ଉଲ୍ଲେଖନୀୟ ଭବିଷ୍ୟବାଣୀର ଦାନିଏଲ ଭବିଷ୍ୟତର କହିଥିଲେ ଯେ ଜେରୁସାଲେମ ପୁନଃସ୍ଥାପନ ଏବଂ ନିର୍ମାଣ କରିବାକୁ ଆଦେଶରୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ 69 ଭବିଷ୍ୟବାଣୀ ସପ୍ତାହ କିମ୍ବା 483 ଭବିଷ୍ୟବାଣୀ ଦିନ କିମ୍ବା ଆକ୍ଷରିତ ବର୍ଷ ହେବ ବୋଲି ସେ କହିଲେ। ଯେହେତୁ ଏହି ଆଦେଶ 457 ଖ୍ରୀଷ୍ଟାବ୍ଦରେ ପତନରେ ବାହାରିଥିଲା, ଯାହା ଏଡି 483 ବର୍ଷ, ଯାହାକି 27 ପତନ ପର୍ଯ୍ୟନ୍ତ ପଡିଥିଲା। ଖ୍ରୀଷ୍ଟ ବାକ୍ୟ ଅଭିଷକ୍ତକୁ ବୁଝାଏ, ଯାହାକି 27 ର 17ରେ ଖ୍ରୀଷ୍ଟ ବାପ୍ତିଜିତ ହୋଇଥିଲେ ବୋଲି ଆମେ ଦେଖୁ। ଆଉ ସେହି ସମୟରେ ଖ୍ରୀଷ୍ଟ ଆତ୍ମାଙ୍କ ଅଭିଷେକ ଗ୍ରହଣ କଲେ ବୋଲି ଆମେ ଦେଖୁ। ଯଦି ଆମେ ପଢିବା ପ୍ରେରିତ 10:1 ଯାହା ଆମେ ଖ୍ରୀଷ୍ଟଙ୍କ ବାପ୍ତିଜମ ବିଷୟରେ ଆମେ ଦେଖୁଅଛୁ। ବାପ୍ତିଜିତ ହେବା ପରେ ଯୀଶୁ ଗାଲିଲୀକୁ ଗଲେ, ପରମେଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିଲେ, କହିଲେ ସମୟ ପୂର୍ଣ୍ଣ ହେଲା ବୋଲି ମାର୍କ ଲେଖନ୍ତି 1:14। ଆଉ ଏଡି 31ର ବସନ୍ତରେ ଏହି ଶେଷ ଭବିଷ୍ୟବାଣୀ ସପ୍ତାହ ମଝିରେ ବାପ୍ତିଜିତ ହେବାର 3.5 ବର୍ଷ ପରେ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ। 3.5 ବର୍ଷ ଶେଷରେ ଯୀଶୁଙ୍କୁ ଚଢାଇଲେ। କୋଉଠି ଚଢାଇଲେ? କ୍ରୁଶରେ ଚଢାଇଲେ। ପରମେଶ୍ୱରଙ୍କ ମେଷ ଶାବକକୁ ଉତ୍ସର୍ଗ କରୁଥିବା ନୈବେଦ୍ୟ ପ୍ରଣାଳୀ କଲବରୀରେ ଖ୍ରୀଷ୍ଟଙ୍କ ବଳିଦାନ ସହିତ ସମାପ୍ତ ହେଲା। ଏକ ପ୍ରକାର ଆଣ୍ଟିଟାଇପ ପୂର୍ଣ୍ଣ ହୋଇଥିଲା ବୋଲି ଆମେ ଦେଖୁଅଛୁ ଏବଂ ଶେଷରେ ସମାରୋହ ପ୍ରଣାଳୀ ସମସ୍ତ ବଳିଦାନ ଏବଂ ନୈବେଦ୍ୟ ବନ୍ଦ ହେଇଗଲା ବୋଲି ଆମେ ଦେଖୁଅଛୁ, ଯାହା ଦାନିଏଲ 9:27ରେ ଯଦି ଆମେ ପଢିବା 70 ସପ୍ତାହର ଭବିଷ୍ୟବାଣୀ କିପରି ଶେଷ ହେବ ବୋଲି ଆମେ ଦେଖୁଅଛୁ। 70 ସପ୍ତାହ କିମ୍ବା 490 ବର୍ଷ ବିଶେଷ କରି ଯୁହୁଦୀମାନଙ୍କୁ ଦିଆଯାଇଥିଲା ଆଉ ସମାପ୍ତ ହେଲା ଏଥିରେ ସୁସମାଚାର ବାର୍ତ୍ତାର ସେନାଡ୍ରିନ୍ ଦ୍ୱାରା ପ୍ରତ୍ୟାଖ୍ୟାନ ସହିତ, ଯାହାକି ଏଡି 34ରୁ ଯାହା ଆମେ ପାଉଛୁ ପ୍ରେରିତ 8, 6, 8, 7 ଆଉ 60ରେ ଆଉ 2300 ବର୍ଷ ଭବିଷ୍ୟବାଣୀକୁ ଏବଂ 490 ବର୍ଷ ବାହାର କରି ଭବିଷ୍ୟବାଣୀ ସମାପ୍ତ ହେବା ପାଇଁ 1880 ବର୍ଷ ଛାଡ଼ିଥାଏ। ଏହା ଆମକୁ ଏଡି 1884 ଦେଇଥାଏ। ୱିଲିୟମ ମିଲର ଏବଂ ପ୍ରାରମ୍ଭିକ ଆଡଭେଣ୍ଟିଷ୍ଟ ମାନେ ବିଶ୍ୱାସ କରୁଥିଲେ ଯେ ଦାନିଏଲ 8:14 ଥିବା ପବିତ୍ର ସ୍ଥଳୀ ଥିବା ଅଟେ ଏବଂ ସେମାନେ ଆମମାନଙ୍କୁ କହିଥିଲେ ଯେ ଖ୍ରୀଷ୍ଟ 1884 ମସିହାରେ ଅଗ୍ନି ଦ୍ୱାରା ପୃଥିବୀକୁ ସୃଷ୍ଟି କରିବାକୁ ଆସିବେ ବୋଲି ସେମାନେ। ବନ୍ଧୁ, ଖ୍ରୀଷ୍ଟଙ୍କ ଆଗମନ ବହୁ ଶୀଘ୍ର, ଯାହା ଆମେ ପବିତ୍ର ଶାସ୍ତ୍ରରେ ଦେଖୁଅଛୁ, ଯାହା ଆମେ ସାବତ ସ୍କୁଲ ପାଠରେ ଦେଖିଲୁ କି ଖ୍ରୀଷ୍ଟଙ୍କ ଆଗମନ ନିଶ୍ଚିତ ସେ ବହୁ ଶୀଘ୍ର ଆସିବେ।
ତାହେଲେ ଆପଣମାନେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ପ୍ରସ୍ତୁତ ଅଛନ୍ତି କି? ହଁ, ଖ୍ରୀଷ୍ଟ ଆଜି ଆସିପାରେ, ଏଇ ବର୍ତ୍ତମାନ ଆସିପାରେ, ଆମେ ଜାଣୁନାହୁଁ। ମାତ୍ର ଖ୍ରୀଷ୍ଟ ଆସିବେ, ଯେହେତୁ ସେ ଏମାନଙ୍କୁ ବିଶ୍ୱସ୍ତରେ କହିଲେ କି ସେ ଆସିବେ, ଯାହା ଯୋହାନ 14 ଆମେ ଦେଖୁଅଛୁ। ବନ୍ଧୁ, ତାହେଲେ ଚାଲନ୍ତୁ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଆମେ ପ୍ରସ୍ତୁତ ହେବା। ଆମ ଆମ ବନ୍ଧୁ ବାନ୍ଧବଙ୍କୁ ପ୍ରସ୍ତୁତ କରିବା, ଆମେ ଆମ ଭାଇ ଭଉଣୀମାନଙ୍କୁ ପ୍ରସ୍ତୁତ କରିବା, ଆମ ପଡ଼ୋଶୀ ଲୋକମାନଙ୍କୁ ପ୍ରସ୍ତୁତ କରିବା କି ଖ୍ରୀଷ୍ଟ ଆସୁଛନ୍ତି, ବହୁ ଶୀଘ୍ର ଆସୁଛନ୍ତି। ଆଉ ଏହି ପୃଥିବୀ ଆମର ସ୍ଥାନୀୟ ଜାଗା ନାହିଁ, ସ୍ୱର୍ଗ ହଉଛି ଆମର ବାସସ୍ଥାନ। ତାହେଲେ ଚାଲନ୍ତୁ ଖ୍ରୀଷ୍ଟଙ୍କ ଆଗମନରେ ମନେ ରଖି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ପରମ ପିତା, ଧନ୍ୟବାଦ ଜଣାଉଛୁ, ଯେହେତୁ ସେହି ପ୍ରତିଶ୍ରୁତି, ସେହି ପ୍ରତିଜ୍ଞା ଦେଇଅଛ କରିଅଛ କି ତୁମେ ଆସିବ, ଆମମାନଙ୍କୁ ସେହି ସ୍ୱର୍ଗରାଜ୍ୟକୁ ନେଇଯିବ। ପ୍ରଭୁ ଆମମାନଙ୍କୁ ତୁମର ଆଗମନ ପାଇଁ ପ୍ରସ୍ତୁତ କର। ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ବାପ୍ତିଜିତ କର, ଯେପରିକି ତୁମ ସେହି ଆଗମନ ପାଇଁ ଆମେ ପ୍ରସ୍ତୁତ ଅନ୍ୟମାନଙ୍କୁ ପ୍ରସ୍ତୁତ କର। ସେହି ସୁସମାଚାର କରିପାରିବ। ଆମର ତ୍ରାଣକର୍ତ୍ତା ଉଦ୍ଧାର ପ୍ରଭୁ ଅଛନ୍ତି, ଆମମାନଙ୍କୁ ସେହି ସ୍ୱର୍ଗରାଜ୍ୟକୁ ନେଇଯିବେ। ପ୍ରଭୁ ସେହି ଆଶିଷରେ, ସେହି ଆଶୀର୍ବାଦରେ ଶକ୍ତିରେ, ଜ୍ଞାନରେ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ଏ ଛୋଟ ବିଜ୍ଞାନ ଅଛି ଶୁଣି ଗ୍ରହଣ କର। ଆମେନ୍।